ବାଲେଶ୍ୱର ଏଫ୍ଏମ୍ କଲେଜର ଏ ଆତ୍ମାହୁତି ଦେଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶ୍ଙ୍କୁ ସେତେବେଳେ ସଠିକ୍ ଉପଯୁକ୍ତ ନ୍ୟାୟ ମିଳିପାରିବ ଯେତେବେଳେ ଶୁଭ୍ର ସମ୍ବିତ ନାୟକ ଏ ଯେଉଁ ଦେଖୁଛନ୍ତି ଶୁଭ୍ର ସମ୍ବିତ ନାୟକଙ୍କ ତଥ୍ୟକୁ ଆଧାର କରି ତଦନ୍ତ କରାଯିବ। ଇଏ ଶୁଭ୍ର ସମ୍ବିତଙ୍କ ତଥ୍ୟ ଆଧାର ହିଁ ତାକୁ ଉପଯୁକ୍ତ ନ୍ୟାୟ ମିଳିପାରିବ। ଇଏ ଗୋଟେ କଥା, ନହେଲେ ନ୍ୟାୟ ସଠିକ୍ ମିଳିପାରିବ ନାହିଁ। ଇଏ ପଲିଟିକାଲ ଆଜେଣ୍ଡା ହେଇକି ପଳେଇବ। ଆଉ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ହଉଛନ୍ତି, ଯାହାଙ୍କୁ ଆମେ ଦୋଷୀ ବୋଲି କହିପାରିବା, ସିଏ ହଉଛନ୍ତି ବାଲେଶ୍ୱର ଡିଆଇବିର ଡିଏସ୍ପି। ତାଙ୍କ ପାଇଁ ଏ ଝିଅର ଜୀବନ ଗଲା, ସୌମ୍ୟାଶ୍ରୀଙ୍କର ଜୀବନ ଗଲା। କିନ୍ତୁ ଆମେ ସମସ୍ତେ ଏ କଥାଟିକୁ ଲକ୍ଷ୍ୟ ନ କରିକି ଆମେ ବିଜେପି ସରକାର, ସୂର୍ଯ୍ୟବଂଶୀ, ପ୍ରତାପ ଷଡ଼ଙ୍ଗୀ, ମୋହନ ମାଝୀଙ୍କ ପଛରେ ପଡ଼ିଛନ୍ତି। ଆଜ୍ଞା ମତେ କୁହନ୍ତୁ, ଏ ଦେଶରେ ଯାହା ବି କିଛି ଆକ୍ସନ ହବ ଆଇନ ଅନୁସାରେ ହବ। ସୂର୍ଯ୍ୟବଂଶୀ ଯଦି ଟୁଇଟ୍ 1 ତାରିଖ ଦିନ ଗୁରୁତ୍ୱ ଦେଇଥାନ୍ତେ, ସେ ତାକୁ ଫରୱାର୍ଡ କରିଥାନ୍ତେ, କଲେଜକୁ ଦେଇଥାନ୍ତେ। କଲେଜ ଯେହେତୁ ଏଟା ଗୋଟେ ସେକ୍ସୁଆଲ ହାରାସମେଣ୍ଟ କେସ୍, ତା ବାବଦରେ ଗୋଟେ ଆଇନ ଅଛି, ତେଣୁ ସେ ଇଣ୍ଟରନାଲ କମିଟି ଏ ପ୍ରୋସେସ ଭିତରେ ଯାହା ଚାଲିଥିଲା ସେଇଆ ଚାଲିଥାନ୍ତା। ଏବଂ ସେ ଏସପି କହିଥିଲେ ବି ଏସପି ଆସିକି ସେଇଠି ଦେଖିଥାନ୍ତେ ସେ କଥାଟାକୁ। ହୁଏତ ପୁଲିସ ବିଭାଗକୁ ଅବଗତ କରିଥିଲେ ଆଉ ଟିକେ ସିରିୟସ ହେଇଥାନ୍ତା, ମନ୍ତ୍ରୀ କରିଥିଲେ। କିନ୍ତୁ ମନ୍ତ୍ରୀ ନ କଲେ ବି ଆଡିସନାଲ ଏସପି ଉପସ୍ଥିତ ଥିଲେ ସେଇ ଆଇସିସି ମିଟିଂ ଯେତେବେଳେ ହଉଥିଲା। ତେଣୁ ଅଧିକା କଣ ହେଇଥାନ୍ତା ସେତେବେଳେ 1 ତାରିଖର ଟୁଇଟକୁ ଯଦି ରାଜ୍ୟ ସରକାରର ମନ୍ତ୍ରୀ ମାନେ ଗୁରୁତ୍ୱ ଦେଇଥାନ୍ତେ, ଏଇ ହେଇଥାନ୍ତା ସେଇ କାର୍ଯ୍ୟ। କିନ୍ତୁ ସେଇ ସମୟରେ କୋଉ କଥାଟା ଏମିତି ଆମେ ଭୁଲ କଲେ, ଯଦି ସେଇ ଭୁଲଟାକୁ ଆମେ କରିନଥାନ୍ତେ ତାହେଲେ ଏ ଝିଅର ଜୀବନ ହୁଏତ ବଞ୍ଚି ଯାଇ ପାରିଥାନ୍ତା। ଏ ଘଟଣା ଆହୁରି ଅଧିକ ଦିନ ଯାଇଥିଲା କିନ୍ତୁ ବଞ୍ଚି ଯାଇ ପାରିଥାନ୍ତା। ଯଦି ସେଇ କଥାଟାକୁ ଆଜି ଆମେ ଧରି ପାରିବା, ଆଗାମୀ ଦିନରେ ଅନ୍ୟ କୌଣସି ଝିଅ ସହିତ ଓଡ଼ିଶାରେ ଏଭଳି ଘଟଣା ଆଉ ଥରେ ନ ଘଟୁ, ଏ କଥାକୁ ଆମେ ସୁନିଶ୍ଚିତ କରିପାରନ୍ତେ। ସେଥିପାଇଁ ମୁଁ କହୁଛି ଏ ଘଟଣାର ମୂଳ ଦୋଷୀ ହେଉଛନ୍ତି ବାଲେଶ୍ୱର ଡିଆଇବିର ଯେ ଡିଏସ୍ପି ଅଛନ୍ତି। ଆଉ ସେତେବେଳେ ଝିଅକୁ ନ୍ୟାୟ ମିଳିବ ଯଦି ଆମେ ଏଇ ଯୋଉ ଏବିଭିପିର ଜଣେ କାର୍ଯ୍ୟକର୍ତ୍ତା ଅଛନ୍ତି ଶୁଭ୍ର ସମ୍ବିତ ନାୟକ, ତାଙ୍କ ଟ୍ୱିଟକୁ ଆମେ ମୂଳ ଆଧାର କରିବା। ଏକଥା ମୁଁ କାହିଁକି କହୁଛି, ଏକଥା ମୁଁ ଏଇଥିପାଇଁ କହୁଛି ଯେ ଓଡ଼ିଶା ପୋଲିସରେ ଗୋଟେ ପୋଲିସ ସର୍କୁଲାର ଅର୍ଡର ଅଛି। ସେ ଅର୍ଡର ନମ୍ବର ହଉଛି 378 2018 ମସିହାର ଅର୍ଡର। ସେଥିରେ ଆପଣଙ୍କର ଡି ପାରାରେ ବା ଡି ପଏଣ୍ଟରେ ଡିଷ୍ଟ୍ରିକ୍ଟ ପୋଲିସ ସୋସିଆଲ ମିଡିଆ ସେଲ୍ ସମ୍ବନ୍ଧରେ ଉଲ୍ଲେଖ ଅଛି। ଓ ସେଥିରେ କୁହାଯାଇଛି ଯେ ଜିଲ୍ଲାରେ ଏଇ ଯୋଉ ସୋସିଆଲ ମିଡିଆ ସେଲ୍ ପୋଲିସ ବିଭାଗର ମେଣ୍ଟେନ ହଉଛି, ତାକୁ ହେଡ୍ କରୁଛନ୍ତି କିଏ ନା ଡିଆଇବିର ଡିଏସ୍ପି। ଯେତେବେଳେ କୌଣସି କମ୍ପ୍ଲେନ ଆସିବ ସିଏ ତାକୁ ସାଙ୍ଗେ ସାଙ୍ଗେ ଆକ୍ନୋଲେଜ୍ କରିବେ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଗୋଟେ ପ୍ରୋସେସ ଆରମ୍ଭ କରିବେ। ଯେତେବେଳେ ଏ ଝିଅ ଟ୍ୱିଟ୍ ପ୍ରଥମେ କଲେ 1 ତାରିଖ ଦିନ, ସେ ପୋଲିସ ବିଭାଗକୁ ଅବଗତ କରିନାହାନ୍ତି। ଜିଲ୍ଲା ପ୍ରଶାସନକୁ, କଲେକ୍ଟରଙ୍କୁ ଟ୍ୱିଟ୍ ଟ୍ୟାଗ୍ କରିଥିଲେ ଏବଂ ପଲିଟିକାଲ ଲୋକମାନଙ୍କୁ ଟ୍ୟାଗ୍ କରିଥିଲେ, କିନ୍ତୁ ପୋଲିସ ବିଭାଗକୁ ଟ୍ୟାଗ୍ କରିନଥିଲେ। ଯଦି ଅନ୍ୟମାନେ କେହି ନଦେଲେ, ପୋଲିସ ବିଭାଗକୁ ଟ୍ୟାଗ୍ ହେଲା କିଏ ନା ଏଇ ଯୋଉ ଶୁଭ୍ର ସମ୍ବିତ ନାୟକ, ଇଏ ଯେତେବେଳେ ରିଟ୍ୱିଟ୍ କଲେ ସେତେବେଳେ ଏସପିଙ୍କୁ ଯୋଡ଼ିଥିଲେ। ଯେତେବେଳେ ଏସପିଙ୍କୁ ଟ୍ୟାଗ୍ କରାଗଲା, ଅର୍ଥାତ୍ ଯିଏ ସୋସିଆଲ ମିଡିଆ ସେଲ୍ ହ୍ୟାଣ୍ଡେଲ କରୁଛନ୍ତି ଡିଏମ୍ ପାଖରେ ପହଞ୍ଚିଲା। ତେଣୁ ତାଙ୍କର ପ୍ରଥମ କାମ ଥିଲା ଯେ ଏକୁ କନସର୍ନ ଆଇଏସି କି ପଠେଇଦବା, এই ମାମଲାକୁ ତୁରନ୍ତ ଅବଗତ କରିବା। କାହିଁକି ଅବଗତ କରିବେ ନା ଏଇଥିପାଇଁ ଅବଗତ କରିବେ, ଯେହେତୁ ଏଟା ଗୋଟେ ସେକ୍ସୁଆଲ ହାରାସମେଣ୍ଟ ରିଲେଟେଡ କମ୍ପ୍ଲେନ୍ ଅଭିଯୋଗ ଅଛି ଏବଂ ଜଣେ କଲେଜ ଛାତ୍ରୀ ଅଛନ୍ତି ଏବଂ ତାଙ୍କର ମେଣ୍ଟାଲ ଇଲନେସ୍ ନିଶ୍ଚିତ ବିଗିଡ଼ି ଯାଇଥିବ। ଏବଂ ଏ କଥାଟାକୁ ଯଦି ସେତେବେଳେ ଆଇଏସି ଦିଆଯାଇଥାଏ, ଆଇଏସି କାହିଁକି ଦିଆଯିବ ନା ମେଣ୍ଟାଲ ହେଲ୍ଥ କେୟାର ଆକ୍ଟ 2017 ସେକ୍ସନ 100, 101 ଆଉ 102 ରେ ଏସବୁ କଥା ଉଲ୍ଲେଖ କରାଯାଇଛି। ସେଥିରେ ଯେ କନସର୍ନ ପୋଲିସ ଷ୍ଟେସନର ଯେ ଆଇଆଇସି ଅଛନ୍ତି, ଯୋଉ ଘଟଣା ଘଟୁଛି ସେ ଆଇଆଇସି ରେସ୍ପନ୍ସିବିଲିଟି ଅଛି। ଯଦି ଏଭଳି କୌଣସି ଗୋଟେ ଘଟଣା ଘଟେ ଯୋଉଥିରେ ଗୋଟେ ବ୍ୟକ୍ତିର ମାନସିକ ସ୍ଥିତି ସନ୍ତୁଳନତା ବିଗିଡ଼ି ଯିବ, ତାକୁ କେମିତି କାଉନସେଲିଂ ହବ, ତାକୁ କେମିତି ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ, ସିଏ କେମିତି ନର୍ମାଲ କଣ୍ଡିସନକୁ ଆସିବେ ଏବଂ ସେଟା ମାଜିଷ୍ଟ୍ରେଟକୁ କେମିତି ଅବଗତ କରିବେ, ତା ପାଇଁ କଣ ସବୁ ପ୍ରିକସନ ବ୍ୟବସ୍ଥା, ଏ କଥା ସେଥିରେ ଉଲ୍ଲେଖ ଅଛି। ଏ କଥାଟା ଡିଆଇବି ଡିଏସ୍ପି ସେଇ 1-2 ତାରିଖ ଦିନ କରିଥାନ୍ତେ। ଏପଟେ ଏଟା ଚାଲୁ,
इंटरनल कम्प्लीट चालू ता रिपोर्ट आसू जहाँ आसू झीर मानसिक स्थिति को ठीक करिवार दायित्व थिला प्रथमे पुलिस ए कथाटी करी नाही जेहेतु करी नाही तेणु से डीआईबी को ऊपर डीएसपी की डीआईबी को ऊपर एक्शन हवा निहाय जरूरी जी थिले सेठी एसपी एडिशनल एसपी से आसी मीटिंग रे सी कहीं संबंध रिपोर्ट कले एक्शन हवा आवश्यक डिमांड होउची किंतु मूल कथाटा आईन दिगटी ए गोटे दिग थिला ए दिगटी कहीं लाग कला ये एक्शन आगे निया जाऊ समीर मास्टर को तो एक्शन निया होउची गिरफ हेले प्रिंसिपल भी गोटे गिरफ हेले आबेटर हिसाब से कि जहाँ जहाँ आईन दिग अच्छी सम परिमाण में कार्यर अवहेला डीएबी डीएसपी दायी ये दिगटी को आम भूली जाऊ कारण यही कथा को लेकिन जदि गोटे पुलिस सर्कुलर ऑर्डर तैयारी हुए ताले आगामी दिन में जदि एभली घटना केते आसे ताहले ये घटनार आउ थरे रिपीट हब ना बोली आम गोटे आशा करि परिबा किंतु आमे समस्ते ये जो पॉलिटिकल एजेंडा भितर पशि जाउछंती या द्वारा जो एग्जीक्यूशन पार्ट टी आमे मिस कर जाउछंती फल भविष्य में आउ गोटे झीवर जीवन को बंचेबारे हुए तो आम अक्षम हो पाए तेणु एकु नहीं गोटे चर्चा करार आवश्यकता अच्छे तेणु ए दिग उपरे किभली सरकार काम करेंगे एवं यही प्रकार घटना होम डिपार्टमेंट जेहेतु होम डिपार्टमेंट निजे चीफ मिनिस्टर रखिंट केमी गोटे पुलिस सर्कुलर ऑर्डर बाहर ये जो मानसिक असंतुलन देखा जो प्रकार सेक्सुअल हारासमेंट आसो आईसीसी तो एमती सेक्सुअल हारासमेंट जो पॉस एक्ट अनुसार विभिन्न ऑफिस रे नहीं ये वुमेन एट वर्क प्लेस पूरा विपर्यस्त अवस्था अच्छा ये सेक्सुअल हारासमेंट को लेकिन किंतु ए नहीं गोटे विधिवत सर्कुलर आसापी ये गोटे उपयुक्त समय तेणु ये दिगटी जब आलोचना हुआ एवं ये डीएसपी जो गोटे एक्शन हुआ ताले ये गोटे छिटा छाड़ी जाता भविष्य में एभली प्रकार कंप्लेन आसिले केमिति हैंडल करा जिवो एवं कम से कम जी पीड़िता तांकर मानसिक स्थिति को केमिति ठीक कर काउंसलिंग करा जायकि कम से कम जीवन रक्षा करा जाय परिवो ए दिगरे गोटे जत्न निया जाय पारंता आपनकर राय कोन निश्चित कमेंट रे जणाइबे नमस्कार।